ମନେ କରନ୍ତୁ ଏହା ଆମର ପୃଥିବୀ। ଏ ପୃଥିବୀର ଏଇଟା ହେଲା ଉତ୍ତର 0 ଡିଗ୍ରୀ, ଏ ହେଲା ପୂର୍ବ 90 ଡିଗ୍ରୀ, ଏ ହେଲା ଦକ୍ଷିଣ 180 ଡିଗ୍ରୀ, ଏ ହେଲା ପଶ୍ଚିମ 270 ଡିଗ୍ରୀ। ଆ ଭିତରେ ଜଣେ ଘର କରିଛି ପୂର୍ବ ମୁହାଁ। ଏଇଟା ପୂର୍ବ ଯେହେତୁ ଜଣେ ଗୋଟେ ଉଦାହରଣ ଦେଉଛି, ଏଠି ଜଣେ ଘର କଲା ଏବଂ ୟାର ମୁହଁ ହେଲା ପୂର୍ବକୁ, ଏଇଟା 90 ଡିଗ୍ରୀ ହେଲା। କିନ୍ତୁ ଏଇ ଘରଟା ଯଦି ଟିକେ ତେର୍ଛା ହେଇଯିବ, ଏଠି ପୂର୍ବଟା ଅଲଗା ଟାଇପ୍ର ହେଇଯିବ, ଏଠି ଆସିକି ଏଠି ହେବ, ଏ ସେଣ୍ଟର ନେଲେ ଏମିତି ହେବ ପୂର୍ବ। ଯଦି ଘରଟା ଆମେ ଏମିତି କରନ୍ତି ତାହେଲେ ଏଇ ପୂର୍ବଟା କ'ଣ ହେଇଯିବ, ପୁଣି ତେର୍ଛା ହେଇଯିବ, ଇଆଡ଼କୁ ଏପଟେ ହେଇଯିବ। ତେଣୁ ଏଇଟା କମ୍, ଏଇଟା ବେଶୀ ହେଇଯିବ। ଏଇସବୁ ଯେତେବେଳେ ହୁଏ, ଯେତେବେଳେ 90 ଡିଗ୍ରୀ ଥିବ ଠିକ୍ ମଝି ବା 89, 90, 91 ଏମିତି 2-3 ଡିଗ୍ରୀ ଏପଟ ସେପଟ ହେଲେ ତାକୁ ପୂର୍ବ ଆମେ କହିପାରିବା। ଟିକେ ଟିଲ୍ଟ ହେଇଗଲେ, ଟିକେ ବଙ୍କିଗଲେ ସେଟା ବିଦିଶା ପ୍ଲଟ୍ ହେଇଯାଏ। ତେଣୁ ସେଇଭଳିଆ ଉତ୍ତର ବି, ଉତ୍ତରରେ ଜଣେ ଘର କରୁଛି, ତାର ଏଇଟା ହେଲା 0 ଡିଗ୍ରୀ, ଏଇଟା ଉତ୍ତର ହେଇଗଲା। କିନ୍ତୁ ସେଇ ଯେତେବେଳେ ସେ ଟିକେ ଘରଟା ଏମିତି କରିଦେବ, ତାର ଜାଗା ରାସ୍ତାକୁ ନେଇକି ଯେତେବେଳେ ଘର କରିବ, ଉତ୍ତରଟା ଏମିତି ହେଇଯିବ। ଏବଂ ସେ ଯଦି ଏମିତି କରିଦେବ, ତା ଉତ୍ତରଟା ତାର ଏମିତି ହେଇଯିବ। ବୁଝିପାରୁଛନ୍ତି ତ ସବୁ? ତେଣୁ ଆମକୁ ଯେତେବେଳେ ଗୋଟେ ଜାଗାକୁ ଦେଖିବାକୁ ପଡ଼େ, ତାର ଡିଗ୍ରୀ ନିହାତି ଆମେ ଜାଣିବା ଦରକାର। ସେଟା ଟିଲ୍ଟେଡ୍ ପ୍ଲଟ୍ ବା ବିଦିଶା ପ୍ଲଟ୍ ନା ଠିକ୍ ଅଛି, ଦିଗ ଗୁଡ଼ାକ ଠିକ୍ ଅଛି। ସେଇଭଳିଆ ପଶ୍ଚିମରେ ବି ଜଣେ ପଶ୍ଚିମ ମୁହାଁ ଘର କଲା, ତାର ଏଇଟା ହେଲା 270 ଡିଗ୍ରୀ। ସେଇ ଯଦି ଟିକେ ଏପଟ ସେପଟ ବଙ୍କିଗଲା, ସେ ଡିଗ୍ରୀ ଏପଟ ସେପଟ ହେଇଯିବ, ସେଟା ବିଦିଶା ପ୍ଲଟ୍ ହେଇଯିବ। ଆଉ ଦକ୍ଷିଣରେ ମଧ୍ୟ ସେଇଭଳିଆ। ଯେତେବେଳେ ଆମେ ଗୋଟେ ଜାଗାକୁ ଯାଇକିରି ସେ ଜାଗାକୁ ଆମେ ଦେଖନ୍ତି ଦିଗ ଗୁଡ଼ିକ, ଦିଗ ନ ଦେଖିଲେ ଆମେ ତାଙ୍କୁ ସଠିକ୍ ପ୍ଲାନ୍ ଦେଇପାରିବା ନାହିଁ। ଡିଗ୍ରୀ ଦେଖିବାକୁ ପଡ଼େ। 1-2ଟା ଡିଗ୍ରୀ ଭୁଲ ହେଇଗଲେ ଏରର୍ ତାକୁ ଚଳିବ, କିନ୍ତୁ ଏତେ ଡିଗ୍ରୀ ଯଦି ତଫାତ୍ ରହିବ, ଦିଶାକୁ ଆମେ ବିଦିଶା, ବିଦିଶାକୁ ଦିଶା ଏମିତି ଭୁଲ କରିକି ତାଙ୍କୁ ଭୁଲ ଜାଗାରେ ଭୁଲ ଜିନିଷ ଦେଇ ଆସିବା। ଏବଂ ତା ଦ୍ୱାରା କ'ଣ ହେବ, ଉପରବାଲା ଆମ ଉପରେ ଅସନ୍ତୁଷ୍ଟ ହେବେ। ଆମେ ବିଦ୍ୟା ଶିଖିଲେ କିନ୍ତୁ ତାଙ୍କୁ ଠିକ୍ ଦେଇପାରିଲେନି। ତେଣୁ ସେଥିପାଇଁ ସେ ପ୍ଲଟ୍କୁ ଯାଇକି ଦିଗ ଗୁଡ଼ିକ ଦେଖିବା ଆମର ନିହାତି ଦରକାର। ଆଉ ଦିଗ ଦେଖିବା ପାଇଁ ସେ କମ୍ପାସର ସାହାଯ୍ୟ ନେବା ଦରକାର। ଆଜିକାଲି ତ ଗୁଗୁଲ୍ ଆର୍ଥ ବି ବାହାରି ପଡ଼ିଲାଣି, କିନ୍ତୁ ଗୋଟେ ଜାଗାକୁ ଯିବ, ସେଠି ଗୁଗୁଲ୍ ଆର୍ଥ କରିପାରିବେନି, ନେଟ୍ ଆସୁନଥିବ। ସେ ଯେଉଁ ଜାଗାକୁ ଯିବେ ସେ ଜାଗାରେ କିଛି ତାଙ୍କର ନଥିବ, ବାଉଣ୍ଡରୀ ୱାଲ୍ ନଥିବ। ଏସବୁ କ୍ଷେତ୍ରରେ ଆମକୁ ଆମର ଯେଉଁ ଜେନେରାଲ୍ କମ୍ପାସ୍ ଆଉ ତାଠାରୁ ବହୁତ ଭଲ ହେଉଛି ମିଲିଟାରୀ କମ୍ପାସକୁ ବ୍ୟବହାର କରିବାକୁ ପଡ଼ିବ।